ଗାଁର ଏକ ବିରାଟ ପିପଲ ଗଛ ଥିଲା। ଏହାର ଘନ ଶାଖା ଏବଂ ଗାଁ ପ୍ରାଚୀନମାନେ ଏହାର ଶୀତଳ ଛାଇରେ ଦିନସାରା ବସି କଥା ହୋଇଥାନ୍ତି। ଅଗଣିତ ପକ୍ଷୀମାନେ ଏହି ଗଛରେ ନିଜ ଘର ତିଆରି କରିଥିଲେ। ମଇନା ପକ୍ଷୀ, ପାରା, ଶୁଆ ଏବଂ ଅଗଣିତ ଛୋଟ ଏବଂ ବଡ଼ ପକ୍ଷୀମାନେ ପ୍ରତ୍ୟେକ ଦିନ ସକାଳେ ସେମାନଙ୍କର ମଧୁର ସ୍ୱର ସହିତ ସମଗ୍ର ଅଞ୍ଚଳକୁ ପୁନର୍ବାର ସୃଷ୍ଟି କରିବେ। ଏହି ପିପଲ ଗଛର ସର୍ବୋଚ୍ଚ ଏବଂ ଶକ୍ତିଶାଳୀ ଶାଖାରେ ଏକ ନିଆରା ବସା ଥିଲା, ଏକ ସୁବର୍ଣ୍ଣ ବସା। ଏହା କୌଣସି ଯାଦୁ ଦ୍ୱାରା ତିଆରି ହୋଇନଥିଲା, କିନ୍ତୁ ଏହା ଏକ ସୁବର୍ଣ୍ଣ ପକ୍ଷୀର ଥିଲା, ଯାହାର ସୁବର୍ଣ୍ଣ ପୋଷା ସୂର୍ଯ୍ୟ କିରଣରେ ଉଜ୍ଜ୍ୱଳତା ବଢୁଥିଲା। ତାଙ୍କର ବିକ ତୀକ୍ଷ୍ଣ, ଆଖି ଉଜ୍ଜ୍ୱଳ ଏବଂ ସ୍ୱର ଥିଲା। ସେ ବହୁତ ବୁଦ୍ଧିମାନ ଥିଲେ ଏବଂ ସମସ୍ତ ପକ୍ଷୀ ତାଙ୍କ ପରାମର୍ଶକୁ ଅନୁସରଣ କଲେ। ଦିନେ ପାଗ ଖରାପ ହେବାକୁ ଲାଗିଲା। ଘନ ମେଘ ଏକାଠି ହେଲା, ଥଣ୍ଡା ପବନ ପ୍ରବାହିତ ହେବାକୁ ଲାଗିଲା ଏବଂ ଅଳ୍ପ ସମୟ ମଧ୍ୟରେ ପ୍ରବଳ ପବନ ହେତୁ ଗଛର ଶାଖା କମ୍ପିବାକୁ ଲାଗିଲା। ପକ୍ଷୀମାନଙ୍କର ବସା ପଡ଼ିବାକୁ ଲାଗିଲା ଏବଂ ଅନେକ ଛୋଟ ପକ୍ଷୀ ଭୟଭୀତ ହୋଇ ଏଠାକୁ ଉଡ଼ିବା ଆରମ୍ଭ କଲେ। ଗାଁର ଲୋକମାନେ ମଧ୍ୟ ନିଜ ଘରେ ଲୁଚି ରହିଥିଲେ। ବଣୁଆ ଗର୍ଜନ ପବନ ସହିତ ପୁରା ଜଙ୍ଗଲ କମ୍ପୁଥିଲା। ଏହି ଭୟଙ୍କର ଅନେକ ବସା ଭାଙ୍ଗିଗଲା, ଅଣ୍ଡା ବିଛାଡ଼ି ହୋଇଗଲା ଏବଂ ଅନେକ ଛୋଟ ଛୁଆ ଭୟଭୀତ ହେଲେ। ଯେତେବେଳେ ପବନ କମିଲା, ପକ୍ଷୀମାନେ ଦେଖିଲେ ଯେ ସେମାନଙ୍କ ଘର ନଷ୍ଟ ହୋଇଯାଇଛି। ସେ ଭୂମିହୀନ ଏବଂ ଉଦାସୀନ ଥିଲେ, କିନ୍ତୁ ପିପାଲ ଗଛର ସର୍ବୋଚ୍ଚ ଶାଖାରେ ଥିବା ସୁବର୍ଣ୍ଣ ପକ୍ଷୀର ସୁବର୍ଣ୍ଣ ବସା ଏପର୍ଯ୍ୟନ୍ତ ସୁରକ୍ଷିତ ଥିଲା। ପ୍ରବଳ ପବନ ମଧ୍ୟ ଏହାକୁ ଟପି ପାରିଲା ନାହିଁ, କାରଣ ଏହା ନଡ଼ା, ପତ୍ର ଏବଂ ଓଦା କାଦୁଅରୁ ଭାବରେ ନିର୍ମାଣ କରିଥିଲା। ଯେତେବେଳେ ସୁବର୍ଣ୍ଣ ପକ୍ଷୀ ତାର ଭଙ୍ଗା ଘର ଦେଖିବା ପରେ ତାଙ୍କ ସାଥୀ ପକ୍ଷୀ କାନ୍ଦୁଥିବାର ଦେଖିଲେ, ତାଙ୍କ ହୃଦୟ ତରଳିଗଲା। ସେ ଭାବିଲେ, ମୋ ଘର ସୁରକ୍ଷିତ, କିନ୍ତୁ ମୋର ସାଙ୍ଗମାନଙ୍କ ଘର ନଷ୍ଟ ହୋଇଯାଇଛି। ମୁଁ କିଛି କରିବା ଉଚିତ। ସୁବର୍ଣ୍ଣ ପକ୍ଷୀ ପ୍ରଥମେ ତାର ବସାରୁ କିଛି ନଡ଼ା ବାହାର କରି ତଳକୁ ଖସାଇ ଦେଲା। ବାକି ପକ୍ଷୀମାନେ ଏହାକୁ ଭଲ ଭାବରେ ଦେଖିଲେ। ତାପରେ ସେ ନିକଟସ୍ଥ ପୋଖରୀ ଆଡ଼କୁ ଉଡ଼ିଗଲା। ତା ବିଷାରେ ଓଦା ମାଟି ଆଣି ଶାଖା ଉପରେ ରଖିଲା। ସେମାନେ ଏକ ନୂତନ ଗୃହ ନିର୍ମାଣ କଲେ। ଧୀରେ ଧୀରେ ଅନ୍ୟ ପକ୍ଷୀମାନେ ମଧ୍ୟ କିଛି କିଛି ପତ୍ର, କିଛି ଶୁଖିଲା ଘାସ, କିଛି ସୂତା ଇତ୍ୟାଦି ଆଣିବା ଆରମ୍ଭ କଲେ। ସମସ୍ତେ ଏକ ନୂତନ ବସା ନିର୍ମାଣ ଆରମ୍ଭ କଲେ। ଗାଁର ପିଲାମାନେ ମଧ୍ୟ ଏହି ଦୃଶ୍ୟ ଦେଖୁଥିଲେ। ସେ ତାଙ୍କର ଛୋଟ ଟୋକେଇଟିକୁ ଶୁଖିଲା ଘାସ ଏବଂ କପା ଭରି ଗଛ ତଳେ ରଖିଦେଲେ, ଯେପରି ପକ୍ଷୀମାନେ ଏହାକୁ ବ୍ୟବହାର କରିପାରିବେ। ଏହିପରି ମନୁଷ୍ୟ ଏବଂ ପକ୍ଷୀ ଏକତ୍ର ହୋଇ ଏକ ନୂତନ ଜଗତ ସୃଷ୍ଟି କଲେ। କିଛି ଦିନ ମଧ୍ୟରେ ପିପଲ ଗଛ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ହୋଇଗଲା। ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ବସା ଥିଲା ଏବଂ ସେମାନେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ। ବର୍ତ୍ତମାନ ଗ୍ରାମବାସୀ ଏହି ବୃକ୍ଷକୁ ସୋନର ଗଛ ବୋଲି କହିବା ଆରମ୍ଭ କରିଛନ୍ତି, କାରଣ ଏହା କେବଳ ଏକ ସୁବର୍ଣ୍ଣ ପକ୍ଷୀ ବସାର କାହାଣୀ ନୁହେଁ, ପ୍ରତିକୂଳ ପରିସ୍ଥିତିରେ ପରସ୍ପରକୁ ସହଯୋଗ କରିବା ଏବଂ ସହଯୋଗ କରିବାର କାହାଣୀ ଅଟେ।